गुरुर्ब्रह्मा गुरुर्विष्णु गुरुर्देवो महेश्वरम् गुरुर्साक्षात् परं ब्रह्म तस्मै श्री गुरवे नमः। श्री गुरुभ्यो नमः। ଆଜି ଆମେ ଏହି ଭିଡିଓ ମାଧ୍ୟମରେ ପୂର୍ବରୂପ ସନ୍ଧିକୁ ପଢିବା। ଏହି ପୂର୍ବରୂପ ସନ୍ଧି ସମସ୍ତ ସଂସ୍କୃତ ପରୀକ୍ଷା ନିମନ୍ତେ ଉପଯୋଗୀ। ଏହି ସନ୍ଧିରୁ ଆସିଥାଏ ପ୍ରାୟ। ଯଦି ଏହି ଭିଡିଓଟି ଆପଣମାନଙ୍କୁ ଭଲ ଲାଗେ ତାହେଲେ ନିଶ୍ଚିତ ରୂପରେ ଲାଇକ୍ କମେଣ୍ଟ ସେୟାର ଏବଂ ସବସ୍କ୍ରାଇବ କରିବେ। ପୂର୍ବରୂପ ସନ୍ଧି ପୂର୍ବପଦର ଅନ୍ତରେ ଏ ଅଥବା ଓ ଥାଇ ପରପଦର ଆଦିର ଯଦି ହ୍ରସ୍ୱ ଅ ଆସେ ତେବେ ସନ୍ଧିରେ ପୂର୍ବରୂପ ଏ ଅଥବା ଓ ହେବ। ତ ଦେଖିବା ପୂର୍ବ ପଦର ଅନ୍ତରେ ଏଟା ପୂର୍ବ ପଦ ଅଛି କେ ଯୁକ୍ତ ଅତ୍ର ପୂର୍ବ ପଦର ଅନ୍ତରେ କଣ ଅଛି ନା ଏ ଅଛି କେ ଏ ଅଛି ଏବଂ ଏ ଅଥବା ଓ ଏଠି ଏ ଅଛି ଥାଇ ପରପଦର ଆଦିରେ କଣ ନା ହ୍ରସ୍ୱ ଅ ଆସେ ଯଦି ଆସେ ତେବେ ସନ୍ଧିରେ ପୂର୍ବ ରୂପ ଏ ଅଥବା ଓ ହେବ। ଏହି ଜାଗାରେ କଣ ଏ ଅଥବା ଓ ହବ। ପୂର୍ବ ରୂପ ସ୍ଥିର ହେବ। ପୂର୍ବ ରୂପ ସ୍ଥିର ରହେ। ପୂର୍ବ ରୂପ ହେବା ଫଳରେ ସେହି ଅ ପୂର୍ବ ପଦର ଅନ୍ତିମ ସ୍ୱରରେ କୌଣସି ପ୍ରକାର ପରିବର୍ତ୍ତନ ନ କରି ମିଶିଯାଏ। ବୁଝିବା ପୂର୍ବ ରୂପ ସ୍ଥିର ରହେ। ଏଇ ଯୋଉ ପୂର୍ବ ରୂପଟା ଏଇ ଯୋଉ କେ ଏଟା ସ୍ଥିର ରହିବ। ତା ସହିତ ପୂର୍ବ ରୂପ ହେବା ଫଳରେ ଏଠି ପୂର୍ବ ରୂପ ହେବା ଫଳରେ ଯୋଉ ଉତ୍ତର ପଦର ଅକାର ଅଛି ଏଟା ଏ ଅକାରରେ ଏଠି କିଛି ମିଶିକି କିଛି ପରିବର୍ତ୍ତନ ନ କରି ସେମିତି ସେ ମିଶିଯାଏ। ଓକେ, ଏହା ଜାଣିବା ପାଇଁ କେବଳ ଖଣ୍ଡ ଅକାର ରୂପ ପ୍ରଦର୍ଶିତ ହୁଏ। ଖଣ୍ଡ ଅକାର ରୂପ ଏଇଟା ବୋଲେ ଖଣ୍ଡ ଅକାର ରୂପ ପ୍ରଦର୍ଶିତ ହୋଇଥାଏ। ପୂର୍ବ ରୂପ ସନ୍ଧି କହିଲେ ଏ ଅଥବା ଓ ପୂର୍ବ ରୂପର ଅନ୍ତରେ ଥିବେ ଏବଂ ଅ ପର ରୂପର ପ୍ରଥମ ବର୍ଣ୍ଣ ହେଇଥିବ। ତ ସେଇ ଜାଗାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ। ଖାଲି କଣ ହବ ନା ଦିଟା ପଦ ମିଶିଯିବେ ଆଉ ଅକାରଟା ଖଣ୍ଡ ଅକାର ହେଇଯିବ। ଏତିକି ହଉଛି ନିୟମ। ଆମକୁ କଣ ଜାଣିବାର ଅଛି ନା ପୂର୍ବ ପଦର ଅନ୍ତିମ ଅକ୍ଷର ଏ ଅଥବା ଓ ଥିବ। ପରପଦର ପ୍ରଥମ ବର୍ଣ୍ଣ କଣ ଥିବ ଅ ଥିବ। ତ ସେ ଯେତେବେଳେ ଦିଟା ପଦ ମିଶୁଛନ୍ତି ସନ୍ଧି ହଉଛନ୍ତି କିଏ ଯୋଉ ଏ ଅଥବା ଓ ସହିତ ଅ ମିଶୁଛନ୍ତି ତ ଏଠି କୌଣସି ପ୍ରକାର ପରିବର୍ତ୍ତନ ହବ ନାହିଁ। ଦିଟା ବର୍ଣ୍ଣ ମିଶିଯିବେ। ଯେମିତି ଅଛି ପଦ ସେମିତି ରହିବ। କେବଳ ଅକାରରେ ଖଣ୍ଡ ଅକାର ବସିବ। ଏଠି ଦେଖିବା କେ ତ୍ର କେ ଅତ୍ର କେତ୍ର ଏଠି ମଝିରେ କଣ ହଉଛି ନା ଖଣ୍ଡ ଅକାରଟି ଆସି ଯାଉଛି। ଆଉ କେତେ ଗୁଡିଏ ଉଦାହରଣ ଦେଖିବା। ଏଠି କୌଣସି ପ୍ରକାର ପରିବର୍ତ୍ତନ ହବ ନାହିଁ। କେ ଯୁକ୍ତ ଅତ୍ର କେ ଅତ୍ର କେ ଅତ୍ର ଦେଖ ନା ଅନ୍ତରେ କଣ ଅଛି ନା ଏ ଅଛି ଆଉ ପରପଦର ପ୍ରଥମ ବର୍ଣ୍ଣ ହଉଛି ଅ। ଏହି ଦିଟାର ଯେତେବେଳେ ସନ୍ଧି ହଉଛି କଣ ହଉଛି ଏହାର କୌଣସି ପ୍ରକାର ପରିବର୍ତ୍ତନ ହେଉନାହିଁ। ସେ ଯେମିତି ଅଛି ସେମିତି ବାକି ଅକାର ଯୋଉ ଅଛି ଅ ଜାଗାରେ ଖଣ୍ଡ ଅକାର ବସି ଯାଉଛି। ସେମିତି ଫଲେ ଯୁକ୍ତ ଅତ୍ର ଫଲେତ୍ର ଏଠି ଖଣ୍ଡ ଅକାର ଆସି ଯାଉଛି। ସେମିତି ରାମେ ଏ ଅଛି ପରପଦର ପ୍ରଥମ ବର୍ଣ୍ଣ ଅ ଅଛି। ଯେତେବେଳେ ମିଶି ଯାଉଛନ୍ତି କଣ ରାମେତ୍ର ରାମେ ଅତ୍ର ରାମେତ୍ର ବନେ ଅତ୍ର ବନେତ୍ର ଦେଖ ପିଲେ ଏଠି ବନେ ଏକାର ଅଛି ପରପଦର ପ୍ରଥମ ବର୍ଣ୍ଣ ହଉଛି ଅକାର। ସେଥିପାଇଁ ଯେତେବେଳେ ଦିଟା ବର୍ଣ୍ଣ ମିଶି ଯାଉଛନ୍ତି ତ କୌଣସି ପ୍ରକାର ପରିବର୍ତ୍ତନ ନ ହେଇକି ଖାଲି ଅ ସ୍ଥାନରେ କଣ ହଉଛି ନା ଖଣ୍ଡ ଅକାର ଗୋଟେ ଆସି ଯାଉଛି। ତେ ଅଦ୍ୟ ତେ ଅଦ୍ୟ ଦେଖ ଏଠି କଣ ନା ଖଣ୍ଡ ଅକାର ଦିଟା ପଦ ମିଶି ଯାଉଛନ୍ତି ବାକି ଖଣ୍ଡ ଅକାର ହେଇଯାଉଛି। ବାଲକେ ଯୁକ୍ତ ଅପି ବାଲକେପି ଏଠି ଖଣ୍ଡ ଅକାର ଆସି ଯାଉଛି। ସେମିତି ଓର ଦେଖିବା। ବିଷ୍ଣୁ ଯୁଗ
ବିଷ୍ଣୁ ଯୁକ୍ତ ଅତ୍ର, ବିଷ୍ଣୋତ୍ର। ଦେଖରେ ପିଲେ ଲାଷ୍ଟକୁ କଣ ଅଛି? ଓ ଅଛି। ଓ ସହିତ ଯେତେବେଳେ ଅର ସନ୍ଧି ହଉଛି ତ ପୂର୍ବ ରୂପ ଯେମିତି ଅଛି ସେମିତି ଅଛି, ସେଥିପାଇଁ ତ ପୂର୍ବ ରୂପ କୁହାଗଲା ୟାକୁ। ତ ପୂର୍ବ ରୂପ ଯେମିତି ଅଛି ସେମିତି ଅଛି, ଖାଲି ଅ ଜାଗାରେ ଖଣ୍ଡ ଅ ବସି ଯାଉଛି। ସେମିତି ପ୍ରଭୋ ଅତ୍ର, ପ୍ରଭୋତ୍ର ପୂର୍ବରେ ଯେମିତି ଅଛି ସେମିତି ଅଛି, ସେଇ କ ଅ ଜାଗାରେ କଣ ହଉଛି ନା ଖଣ୍ଡ ଅ ବସି ଯାଉଛି। କୋ ଅପି, କୋପି ଏଠି ଦେଖ ଖଣ୍ଡ ହେଇଯାଇଛି। ନମୋ ଯୁକ୍ତ ଅସ୍ତୁ, ନମୋସ୍ତୁ, ଅସ୍ତୁ। ବାଲको ଯୁକ୍ତ ଅପି, ବାଲकोपि। ଆମେ କ୍ଲିୟର ଏବେ ଆପଣ ମାନେ ଜାଣିପାରୁଥିବେ। କୋ ଯୁକ୍ତ ଅବାଦିତ, କଣ ହବରେ ପିଲାଟି? କୋ ଯୁକ୍ତ ଅବାଦିତ, ଏଠି କୋ ବାଦିତ। ବାଲୋ ଯୁକ୍ତ ଅବଦତ, ବାଲୋ ବଦତ। ସେମିତି को ଯୁକ୍ତ ଅୟମ, କୋୟମ। ପ୍ରଭୋ ଯୁକ୍ତ ଅହମ, ପ୍ରଭୋହମ। ଏଠି ଖଣ୍ଡ ଅକାର ଆସି ଯାଉଛି। ଗୁରୋହ, ଗୁରୋ ଯୁକ୍ତ ଅତ୍ର, ଗୁରୋର୍ତ୍ର। ଏମିତି ପ୍ରକାରରେ ପୂର୍ବ ରୂପ ସନ୍ଧି ହୋଇଥାଏ। ଏଠି କୌଣସି ପ୍ରକାର ପରିବର୍ତ୍ତନ ନ ହୋଇକି କଣ ହୁଏ ନା ଓ ଅଥବା ଏ ସେମିତି ରହିଯାଏ, ମିଶିଲା ସମୟରେ ଅକାରର ଖାଲି ଖଣ୍ଡ ଅକାର ହୋଇଥାଏ। ଏହା ହଉଛି ପୂର୍ବ ରୂପ ସନ୍ଧି। ଯଦି এই ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚିତ ରୂପରେ ସବସ୍କ୍ରାଇବ୍, ଲାଇକ୍, ସେୟାର, କମେଣ୍ଟ କରନ୍ତୁ। ସମସ୍ତଙ୍କୁ ଧନ୍ୟବାଦ।